ଆପଣ ସପୋର୍ଟ ଯୋଗୁରୁ ଏଇଟା ହେଇପାରୁଛି। ଆପଣ ନ ସପୋର୍ଟ କରିଥିଲେ ମୁଁ ଏତେ ବାଟ ଆସିପାରିନଥାନ୍ତି। ହ୍ୟାଲୋ ଭାଇମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି? ଭଲ ଅଛନ୍ତି? ସେମିତି ଭଲ ହେଇଥାନ୍ତୁ। ତ ଦେଖନ୍ତୁ ଭାଇମାନେ, ଆମେ ଏବେ ସକାଳୁ ଉଠିକି ପୁରା ରେଡ଼ି ରାଡ଼ ହେଇଯାଇଥିଲୁ। ଆପଣମାନେ ଜାଣିପାରୁଥିବେ କୁଆଡ଼େ ଯାଇଥାନ୍ତୁ। ତ ଏଠି ବ୍ୟାଗ୍ ମେଞ୍ଚା ଥୁଆହେଇ, ସେପାଟେ ଗୋଟେ ବ୍ୟାଗ୍ ଥୁଆହେଇଛି। ଏଠି ଆମ ଝିଅ ସକାଳୁ ଖାଲି ଗାଉଁ 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 କରି ଚାଲିଛନ୍ତି। ତ କାହିଁକି ନା ଆମେ ଯାଇଥାନ୍ତୁ ଗୋଟେ ଆଡ଼େ, ଆମ ବୋଉ ବନେଇଥିଲେ ତା ପାଇଁ ପୁରୀ ଭଜା। ଆମେ ନେଇକି ଯାଇଥାନ୍ତୁ, ତ ନେଇକି ଯାଇପାରିଲୁନି, ଏଇଠି ଖାଇଦେଲୁ। କ'ଣ ପାଇଁ ଏମିତି ଅସୁବିଧା ହେଲା? ବସ୍ ଯେଉଁ ଆସିବାର ଥିଲା ଆମ ଗାଁ ବାଟେ, ବସ୍ ଏବେ ଆସିଲାନି। ତ ସେଥିପାଇଁ ଆମେ ଏଇ ଡିସିସନ୍ ନେଲୁ, ଏଠିକିନା ଖାଇଦେଲୁ। ଆଉ ଆଜି ତ ଯିବୁନି, କାଲି ଯିବୁ। ଯାହା ସବୁ ହେଇଥିଲା ଏଇଠି ଗୁଣ୍ଡ କରିଦେଲେଣି ଆମ ଝୁଅର ମୋର ବସିକି ଖାଉଛୁ। ଆଉ କାଲି ଯିବା, କାଲି ପୁଣି ସକାଳୁ ଉଠିକି ଯିବା। ଆଉ ଉଠିଲେ ତ ଭୋକ ଲାଗିବ, ସେଥିପାଇଁ ଆମେ ପୁରୀ ଭଜା ଯେଉଁ ହେଇଥିଲା ଆମ ବୋଉ କରିଥିଲେ ନେବା ପାଇଁ, ଆମେ ଖାଇଦେଉଛୁ। ଆଉ ଖାଇକି ଟିକେ ଯିବା ରନିଂ କରିବାକୁ। ଆଉ ଆମେ ତ ଏବେ ନାସ୍ତା ଫାସ୍ତା ଏବେ ଯାହା ହେଇଥିଲା ଘରେ ସବୁ ନେବା ପାଇଁ ଭୁବନେଶ୍ୱର, ଏବେ ଖାଇକି ଆମେ ଟିକେ ରୋଡ଼ ଆଡ଼େ ଆସିଛୁ ହେରି। ତ ଆଜି ସକାଳୁ ମାନେ ଜଲ୍ଦି ଉଠି ପଡ଼ିଥିଲୁ ନା ଯିବୁ ବୋଲି, ତ ଆଉ କିଛି କାମ ନାହିଁ। ତ ଶୀତରେ ଆମେ ଟିକେ ଆସିଛୁ ହେରି ୟାର ଟିକେ ଏକ୍ସରସାଇଜ୍ କରିବାକୁ। ତ ଏଇ ଡ୍ରେସ୍ରେ ମୁଁ ପିନ୍ଧିକି ଆସିଛି, ଏଇ ସେ ଡ୍ରେସ୍ରେ ଏକ୍ସରସାଇଜ୍ କରା ହୁଏନି, ୟା ପାଇଁ ତ ଅଲଗା ଡ୍ରେସ୍ ଥାଏ। ତ ଯେମିତିକି ନାଇଟ୍ ପ୍ୟାଣ୍ଟ ସାର୍ଟ, ତ ଆମେ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆସିଛୁ। ତ ଦେଖନ୍ତୁ କେମିତି ହାରା ଭାରା ମାନେ ବିଲ ଗୁଡ଼ାକ ପୁରା ପାଚିକି, ପୁରା ଧାନ ପୁରା ଫସଲ ପୁରା ଜବରଦସ୍ତ ହେଇଛି। ଏବେ ବାତ୍ୟା ଥିଲା, ବାତ୍ୟା ତ ଟଳିଗଲା, ଯେମିତି ଶ୍ରୀଲଙ୍କା ଆଡ଼େ ଗଲା ହାରି। ତ ସେଥିପାଇଁ ଆମର ଆଡ଼େ ଚାଷ ପୁରା ଭଲ ହେଇଛି। ଆଉ କିଛି ଦିନ ପରେ ଏ ଯେଉଁ ସବୁ ମାନେ ହେଇଛି ସବୁ ପାଚିକି ଧାନ ପୁରା ଇଏ ହେଇଗଲାଣି, ଆଉ କିଛି ଦିନ ପରେ କଟାଯିବ। କାଟିକି ମିଲ୍କୁ ନେଇକି ଚୁରେଇକି ରଖିଯିବା। ଆଉ ଗୋଟେ ମାନେ ଖାଇବା ପୁରା ଦେଖନ୍ତୁ, ଖାଇବା ପୁରା ଫସଲ ପୁରା ରେଡ଼ି। ଆଉ ଖାଲି ଆକୁ କାଟିବା କାମ ବାକି ଅଛି। ଆଗରୁ ତ ଲୋକମାନେ କାଟୁଥିଲେ ନିଜେ ଲାଗିକି, ଏବେ ତ ସବୁ ମେସିନ୍ରେ କଟା ହେଉଛି। କାହିଁକିନା ମେସିନ୍ ବାହାରିଲାଠୁ ଲୋକଙ୍କ କାମ ପୁରା ସହଜ ହେଇଯାଇଛି। କିନ୍ତୁ ମେସିନ୍ରେ ଯେଉଁ ଲୋକମାନେ ଯେମିତି କାମ କରିବେ, ମେସିନ୍ ସେମିତି କାମ କରିପାରିବନି। ମେସିନ୍ରେ ବହୁତ କିଛି ମାନେ ଧାନ ଅଧେ ରହିଯାଉଥିବ, ଅଧେ ଗୁଣ୍ଡ ହେଇଯାଉଥିବ, ବହୁତ କିଛି ଇଏ ହେଉଥିବ। ଆଉ ଆମେ ଲୋକମାନେ ଯେମିତି କାମ କରିବେ, ମେସିନ୍ ସେମିତି କରିପାରିବନି। ସେଥିପାଇଁ ଲୋକ ହିଁ ଲୋକ। ଆଉ ମେସିନ୍ ଏବେ ତ ସବୁଥିରେ ମେସିନ୍ ଲାଗୁଛି, ସବୁ କାମରେ ମେସିନ୍। ଆଗରୁ ହଳ ହେଉଥିଲା, ଆମର ପଣ୍ଡା ଥିଲେ, ଶଗଡ଼ ଥିଲେ, ସେଥିରେ ହଳ ହୁଏ। ଏବେ ଟ୍ରାକ୍ଟର ହଳ ହେଉଛି। ଏମିତି ସବୁ ଆଉ ସବୁ ଯୁଗ ପରେ ଯୁଗ ବଦଳୁଛି, ଏମିତି ସବୁ ଡେଭଲପମେଣ୍ଟ ହେଇ ଚାଲିଛି। ଆଉ ଆଗକୁ ଯେତେ ବଦଳିବ ସେତେ ଡେଭଲପମେଣ୍ଟ ହେବ। ତ ଦେଖନ୍ତୁ ବସ୍ ସେପଟୁ ଆସୁଛି, ଗମ୍ଭାରମୁଣ୍ଡା ବାଟୁ ଆମକୁ ଶୁଭୁଛି ଏବେ। ତ ଆମେ ତ ଆଜି ଗଲୁନି, କ୍ୟାନସଲ୍ କରିଦେଲୁ। ତ ଚାଲନ୍ତୁ ଆମେ ଆଜି ଟିକେ ଏକ୍ସରସାଇଜ୍ କରିକି ଯିବା ହାରି। ଆଉ ଓଡ଼ିଆ ଗୀତ ତ ଆମର ବଢ଼ିଆ ବଢ଼ିଆ ଅଛି। ଓଡ଼ିଆ ଗୀତ ଏକ୍ସରସାଇଜ୍ ଟାଇମ୍ର ଗୀତ ନ ଶୁଣିଲେ କିଛି ମଜା ନାହିଁ। ତ ଚାଲନ୍ତୁ ଗୀତ ଟିକେ ଲଗେଇଦେବା। ଆଉ ତ ଦେଖନ୍ତୁ ଏଇଟା ଗୋଟେ କାର ବିଲ, ଏଇଟା ପୁରା କାଟିକି ନେଇଗଲାଣି ପୁରା। କାହିଁକିନା ମେଘ ଯେଉଁ ପ୍ରକାର ହେଉଛି, ବାତ୍ୟା କେତେବେଳେ ଆସୁଛି କେତେବେଳେ ଆସୁନି, ଚାଷୀମାନଙ୍କୁ ବହୁତ ବିପଦ ନା, ଭୟ ଲାଗୁଛି। ଧାନ ତାଙ୍କର ସବୁ ଡ୍ୟାମେଜ୍ ହେଇଯିବ ଫସଲ। ଆମେ ଏବେ ଅଧା ବାଟ ଆସିଥିଲୁ, ବିକାଶନଗର ଆଡ଼େ ଆସିଥିଲୁ। ତ ଏଇଠି ଆମେ ଗୋଟେ ଜିନିଷ ଦେଖିବାକୁ ପାଇଲୁ। ଦେଖ ଭାଇ, ଏପାଟେ ଯେତିକି ମେହନତ ହେଇଛି, ଏପାଟେ ବି ସେତିକି ମେହନତ ହେଇଛି। କିନ୍ତୁ ଏପାଟେ ଦେଖନ୍ତୁ, ଏପାଟେ ଚାଷ ଭଲ ହେଇଛି, ଏପାଟେ ଚାଷ ଏମିତି ହେଇଛି, ମାନେ ବିଲକୁଲ ହିଁ ହେଇନି, ମାନେ ପୁରା ଡ୍ୟାମେଜ୍ ହେଇଯାଇଛି ପଡ଼ିଆ ବିଲଟା। ତ ଦେଖନ୍ତୁ ଆଙ୍କୁ କେତେ ମାନେ ବାଧିଥିବ, ସେଇଟା ଆପଣମାନେ ଜାଣିପାରୁଥିବେ, ଚାଷୀ ଯେଉଁମାନେ ହେଇଥିବେ। ତ ଏପାଟେ ଦେଖନ୍ତୁ ବିଲଟା, ଏପାଟେ ଚାଷ କେମିତି ହେଇଛି, ସେପାଟେ କେମିତି ହେଇଛି। ସେଇଟା କ'ଣ ପାଇଁ ଏମିତି ହେଇଛି? କାହିଁକିନା ତାଙ୍କର ତଳ ବିଲ ସବୁ ପାଣି ରହିଗଲା। ତ ମାନେ ଯେଉଁ ବର୍ଷା ହେଇଥିଲା, ବାତ୍ୟା ହେଇଥିଲା, ସେଇଥିରୁ ପାଣି ରହିଗଲା ବେଳେ ତାଙ୍କର ଏମିତି ଚାଷ ପୁରା ହେଇପାରିଲାନି। ତ ଦେଖନ୍ତୁ, ମାନେ ସିଏ ଯେତିକି ମେହନତ ପରିଶ୍ରମ କରିଥିଲେ, ଇଏ ବି ସେତିକି ମେହନତ ପରିଶ୍ରମ କରିଛନ୍ତି। ତ ଦେଖନ୍ତୁ ଗୋଟେ ମାନେ ଚାଷ ବିଲରେ ଚାଷ କରିବାକୁ ହେଲେ ଆମେ ଯେମିତି ଛୋଟ ପିଲାଟାକୁ ପାଳି ପୋଷି ବଡ଼ କରୁଛେ, ଆକୁ ବି ସେମିତି ଯତ୍ନ ନେବାକୁ ପଡ଼ୁଛି, ସବୁ କେୟାର କରିବାକୁ ପଡ଼ୁଛି। ମାନେ କେଉଁଠି କେତିକି କ'ଣ ଲାଗିବ, କ'ଣ ସବୁ କେତିକଳେ ଦରକାର ହେବ, ଷ୍ଟାର୍ଟିଂରୁ ପୁରା ସଇଲା ଯାଏଁ ଆକୁ ପୁରା ପାଳି ପୋଷି ଯତ୍ନ ନେବାକୁ ପଡ଼ୁଛି। କେତିକଳେ ପ୍ରକୃତି ଫେରେ କେତିକଳେ ତାଣ୍ଡବ କରିଦେଉଛି। ସେ ତାଣ୍ଡବରେ ପୁଣି ଥରେ ମାନେ ଏବେ ଯେଉଁ ଆମର ବାତ୍ୟା ହେବାର ଥିଲା, ବାତ୍ୟା ସିନା ଶ୍ରୀଲଙ୍କା ଆଡ଼େ ଗଲା, ଯଦି ଏପାଟିକୁ ଆସିଥାନ୍ତା, ଏମାନଙ୍କ ଅବସ୍ଥା କ'ଣ ହେଇଥାନ୍ତା? ପାଳି ପୋଷି ଏମାନେ ଏଡ଼ିକିଟିରୁ ତାକୁ ଏଡ଼ ବଡ଼ କରିଛନ୍ତି। ସିଏ ତାଙ୍କୁ ମାନେ ଏତେ ମାନେ ମେହନତ ପରିଶ୍ରମ କଲା ପରେ ବି ଯଦି ତାଙ୍କୁ କିଛି ମିଳିବନି, ତାର ଲାଭ କ'ଣ? ଦେଖନ୍ତୁ ଇଏ ଭାଇ ଏପଟେ ଇଏ ଯେତିକି ପରିଶ୍ରମ କରିଥିଲେ, ଏପଟେ ବି ସେତିକି ପରିଶ୍ରମ ହେଇଛି, କିନ୍ତୁ ଆଙ୍କର ଦେଖନ୍ତୁ ପୁରା ଡ୍ୟାମେଜ୍ ହେଇଯାଇଛି। କିଛି ମାନେ ମିଳିଲାନି ଏ ବର୍ଷର ମେହନତ ପରିଶ୍ରମ। ତ ଦେଖନ୍ତୁ ଏପାଟ ବିଲ ଗୁଡ଼ାକ ସବୁତିକ ଚାଷ ହେଇ, ଦେଖନ୍ତୁ
आमे जमती पिला पछर लागू सी देखो 3टा 4टा रात उठिकी देखो कम सब लगे सब काटिकी रखुंट कहीं पुणी थे बात्या अच्छी बात्या हो फेरे धान पूरा माने गजा हो गजा होगा किसी कम को नहीं ये पूरा माने काम पूरा रेडी होगा पाची जाइए पूरा आगु काटी कुटिकी तो मेसीन आगु तो लोक करते मेसीन काम कर मेसीन द्वारा करी सब ट्रैक्टर रे कले बोहीकी नहीं जाऊँ जीटा जानची से कहली तो मु तो जानची माने चाष बिल बिल चाष करवाटा केते मेहनतर काम केते परिश्रम तो चाषी मानू पूरा कम भावनी सी पूरा बहुत माने परिश्रम कला पर ही तांको एतिकी अनाज मिल पारुची सेटा ही तांकर बहुत ही किछि तो देखो तो चलो आम जीवारी एक्सरसाइज तो करने आसते तो देखिले तो आमर फसल केमती होती एपटे एपटे बिलटा पूरा नष्ट हो जाइए तार किछि माने ए वर्षर किछि तांको गोटे मिललानी आ जहाँ सब करते सब पानी रे गला हरी पूरा डैमेज हो जाइए बिलटा तो देखो किछि भी ना पूरा पड़िया हो जाइए एपट बिल जमती अच्छी सेपटे किछि ना भाई मैंने आम तब आसलु असहाय लोक सका उठी पड़ू जमी जाइलु एक्सरसाइज कराया तो आसलु सका जमी बड़गुड़ आड़े आसलु बड़गुड़ आड़े आसलु आसला आम असहाय लोक साहय कर आसलु एक तो आमको कहीं गोटे मिलने आज कौन हो जानी किए कौटी असहाय लोक कौटिना माने खोजी 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 बालुआ मानपुर आसला बड़गुड़ मो पछाड़े पोस्टर देखी पारे पांफेनी बाजी आसलु तो सेठी भी कहीं मिलने तो चलते आगू जा देखा कौटी कहीं मिलूँ असहाय लोक तो बहुत माने किए कौटी बसुना ना एका जगह सब खोजिकी दबा पड़ू आम एमती कम कर सब खोजिकी दौर यदि आपण सपोर्ट जो यहाँ हो पार्टी आप न सपोर्ट करते मुझे बाट आसी पार ना आहरी आगू जापार ना एत कम कर मत माने इच्छा शक्ति हमें आपड़ सपोर्ट कर मोर इच्छा शक्ति होती आपड़ एमती सपोर्ट कर तो चलते मुझे कर आपण भी करेंगे आपण द्वारा 5-10 टका जहाँ हो जी देखा जी किए भी माँ हो बाबा हो जी जो असहाय लोक जहाँ भी किसी साहय करते से जो खुशी मिले से आपने भाभी पारे से खुशी आपको कौटे मिले तो चलते आम टाइम अधिका न करके टाइम है 10टा है टाइम 10टा पाखे आम 8टार आसलु 2 घंटा मध्य खोजी खोजी कहीं मिलना तो चलते आम जा आगू देखा मिले कहीं जे आसने किए मिलना से आम आगू गलुनी क्या आगे किए मिले से तो से रिटर्न कर तो सियाड़ देखा जो मिले जे साहय करके बाहरी जाओ।